ସତ୍ୟବାଦୀ ଆନନ୍ଦପୁରରେ ହୋମଯଜ୍ଞ ନାମ ସଂକୀର୍ତ୍ତନ ଅନୁଷ୍ଠିତ। ସତ୍ୟବାଦୀ ଆନନ୍ଦପୁର ଗ୍ରାମଦେବୀ ମା ତାରିଣୀଙ୍କ ତୃତୀୟ ବର୍ଷ ନୂତନ ବିଗ୍ରହ ପ୍ରାଣ ପ୍ରତିଷ୍ଠା ମନ୍ଦିର ପ୍ରତିଷ୍ଠା ଦିବସରେ ହୋମଯଜ୍ଞ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି। ଏହି ମହିମାଧାରୀ ମା ବେହେରା ସାହି, ପଣ୍ଡା ସାହି, କୈବ୍ରତ ସାହି, ମୁଦୁଲି ସାହି, ଦାସ ସାହିର ଇଷ୍ଟଦେବୀ। ଗ୍ରାମଦେବୀ ହେତୁ ସମସ୍ତ ସାହିର ମହିଳାମାନେ ଓ ଯୁବକମାନେ ସଂକଳ୍ପରେ ଉପସ୍ଥିତ ରହିଥିଲେ। ଭୃଗୁଘାଟରୁ ଗଙ୍ଗାଜଳ ନେଇ କଳସ ଶୋଭାଯାତ୍ରାରେ ଆସି ମାଙ୍କ ଯଜ୍ଞବେଦୀରେ ଉପସ୍ଥିତ ହୋଇଥିଲେ। କଳସ ସ୍ଥାପନ ପରେ କର୍ତ୍ତା ହେମନ୍ତ ପଣ୍ଡା, କର୍ତ୍ତୀ ପାର୍ବତୀ ପଣ୍ଡା ଓ ସମସ୍ତ ସଂକଳ୍ପଧାରୀଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିଲା ସୂର୍ଯ୍ୟ ପୂଜା ଓ ଆହୁତି ଯଜ୍ଞ। ଯଜ୍ଞ ପଣ୍ଡିତ ବ୍ରାହ୍ମଣଙ୍କ ମନ୍ତ୍ରପାଠ ଓ ସଂକଳ୍ପଧାରୀଙ୍କ ହରିବୋଲ ହୁଳହୁଳି, ମହୁରୀ, ପେଁକାଳି ଶବ୍ଦରେ ମାଙ୍କ ପୀଠ ଭକ୍ତିର ପରିବେଶ ସୃଷ୍ଟି ହୋଇଥିଲା। ସରପଞ୍ଚ ପ୍ରିୟଙ୍କା ପଣ୍ଡା, ମନୋଜ ପଣ୍ଡା, ରୂପରାଜ ବେହେରା, ଆନନ୍ଦ କୁମାର ପଣ୍ଡା, କୃଷ୍ଣଚନ୍ଦ୍ର ବେହେରା, ନାରାୟଣ ବେହେରା ଓ ପଦ୍ମନାଭ ବେହେରା ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ଥିଲେ ଏବଂ ସହଯୋଗ ମଧ୍ୟ କରିଥିଲେ। ସତ୍ୟବାଦୀ ଆନନ୍ଦପୁରରୁ ବ୍ୟୁରୋ ରିପୋର୍ଟ, କଳିଙ୍ଗ ସମ୍ବାଦ, ଲାଇଭ ଓଡ଼ିଶା, ଭୁବନେଶ୍ୱର।